ଶରୀର ଅସୁସ୍ଥ ହୋଇପାରେ କିନ୍ତୁ ମନର ସଂକଳ୍ପ ନୁହେଁ। ବହିର ପୃଷ୍ଠା ଓଲଟାଇବାକୁ ହାତରେ ଶକ୍ତି ଦରକାର, ଗୋଡ଼ରେ ନୁହେଁ। ଜୟ ଜଗନ୍ନାଥ ସାଙ୍ଗମାନେ, 180 ଚ୍ୟାଲେଞ୍ଜ ଆଜି ଥିଲା ଡେ 8 ଥିଲା। ମୋର କିଛି ଦିନ ପୂର୍ବରୁ ଏକ ବଡ଼ ଫେମିୟର ସର୍ଜରୀ ହେଇଥିଲା, ଯେଉଁଟାକି ମୁଁ ଆପଣମାନଙ୍କୁ କହିଥିଲି। ସେଇ ଅପରେସନ୍ ପରେ ମୁଁ ଭାବିଥିଲି ଯନ୍ତ୍ରଣାର ଶେଷ ହୋଇଗଲା। ମୁଁ ପୁଣି ଥରେ ଲକ୍ଷ୍ୟ ଆଡ଼କୁ ଆଗେଇଲି। ବେଡ଼୍ ଉପରେ ବସି ରହି ପାଠ ପଢ଼ିବା ଆରମ୍ଭ କଲି। ଆପଣମାନେ କେବେ ଅନୁଭବ କରିଛନ୍ତି ନା, ଯେତେବେଳେ ଆମ ଜୀବନର ସବୁଠୁ ବଡ଼ ସ୍ୱପ୍ନ ଆମେ ଦେଖିବା ଆରମ୍ଭ କରୁ, ତାକୁ ପୂରଣ କରିବା ପାଇଁ ପ୍ରଥମ ପାଦ ବଢ଼ାଉ, ଠିକ୍ ସେତିକି ବେଳେ ଭାଗ୍ୟରେ ନା ଆପଣଙ୍କୁ ପଛକୁ ଟାଣିବାକୁ ଚେଷ୍ଟା କରେ। ମୋ ସହ ବି ଠିକ୍ ସେଇଆ ହିଁ ହେଉଛି। ଯେତେବେଳେ ମୁଁ ବି ପଢ଼ିବା ପାଇଁ କିଛି ବହି ଖୋଲୁଛି, ନିଜ ପଢ଼ା ଆରମ୍ଭ କରୁଛି, ମୋ ଜୀବନର କିଛି ନା କିଛି ବଡ଼ ବାଧା ଆସି ଛିଡ଼ା ହେଇଯାଉଛି। କିନ୍ତୁ ଆଜି ମୁଁ ଆପଣମାନଙ୍କ ସହ ମୋ ଜୀବନର ସେଇ ସତ୍ୟ କାହାଣୀ ମୁଁ ବାଣ୍ଟିବାକୁ ଯାଉଛି, ଯାହା ବୋଧହୁଏ ଆପଣଙ୍କ ଆଖିରେ ନିଶ୍ଚିତ ରୂପରେ ଲୁହ ଆଣିଦେଇପାରେ। କିନ୍ତୁ ଆପଣ ମନକୁ ଜିତିବା ପାଇଁ ମୁଁ ଶକ୍ତି ମଧ୍ୟ ଦେବି। ଶରୀର ଅସୁସ୍ଥ ହୋଇପାରେ କିନ୍ତୁ ମନର ସଂକଳ୍ପ କେବେ ବି ନୁହେଁ। ଏସବୁ ପରେ ଯେତେବେଳେ ମୁଣ୍ଡଟି ଭାରି ହେଇଗଲା, ମୁଁ ଟିକେ ମୋବାଇଲ ଖୋଲିଲି। ସେଥିରେ କିଛି ରୋଗ ଓ ଶାରୀରିକ ସମସ୍ୟା ଉପରେ ମୋଟିଭେସନାଲ୍ ସ୍ପିଚ୍ ଶୁଣିଲି। ମନଟା ଟିକେ ହାଲୁକା ହେଲା। ତାପରେ ସେତେବେଳେ ଭାବିଲି ଯେ ଦୁନିଆଟା କେତେ ସୁନ୍ଦର, କିନ୍ତୁ ଏ ଶାନ୍ତି ବହୁତ କମ୍ ସମୟ ପାଇଁ ଥିଲା। ଯେତେବେଳେ ପରିସ୍ଥିତି କଷ୍ଟକର ହୁଏ ନା, ସେତେବେଳେ କେବଳ କଠିନ ପରିଶ୍ରମ ହିଁ ତିଷ୍ଠି ରହେ ମଣିଷ ସହିତ। ଆପଣଙ୍କ ପାଠପଢ଼ା ହିଁ ଆପଣଙ୍କର ସବୁଠୁ ବଡ଼ ଅସ୍ତ୍ର ଅଟେ। ମୁଁ ନିଜକୁ ରୋକି ପାରୁନାହିଁ, କ'ଣ କରିବି ଜାଣିପାରୁନାହିଁ। ବିଛଣାରେ ପଡ଼ି ରହିକି ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସ୍ୱପ୍ନ ପାଇଁ ଯନ୍ତ୍ରଣା ସହି ବହି ଧରିବା ହିଁ ପ୍ରକୃତ ଯୋଦ୍ଧାର ପରିଚୟ। ମୋ ମା ବାପାଙ୍କର ପରିଶ୍ରମର ମୂଲ୍ୟ ମୁଁ ମୋ ସଫଳତା ଦ୍ୱାରା ହିଁ ଦେବି ସେମାନଙ୍କୁ। ନହେଲେ ଆଉ କୌଣସି ବି ମାଧ୍ୟମ ନାହିଁ ଯାହାଦ୍ୱାରା ମୁଁ ସେମାନଙ୍କୁ ସଫଳ ବୋଲି ପ୍ରୁଭ୍ କରିପାରିବି। ମୋର ଯେମିତି ସିଚୁଏସନ୍, ଯେମିତି ଘଟଣା ମୋ ସହିତ ଘଟୁଛି, ଆପଣମାନେ ତ ଶୁଣିଥିଲେ ମୁଁ ପ୍ରଥମେ ଫେମିୟର ସର୍ଜରୀ ହେଇଥିଲି। ଏ ଅପରେସନ୍ ପରେ ମୁଁ ଭାବିଥିଲି ମୋ ଯନ୍ତ୍ରଣା ସରିଗଲା। ଏମିତି ଡିପ୍ରେସନ୍ ଭିତରେ ଥିଲାବେଳେ ଛୋଟ ଛୁଆଙ୍କୁ ଦେଖିଲେ ଟିକେ ମନ ଖୁସି ଲାଗେ। ତାପରେ ଇଭିନିଂ ହେଇଗଲା। ସନ୍ଧ୍ୟା ବିତି ଆସିବା ପରେ ହଠାତ୍ ଆକାଶର କି ମେଘ ଘୋଟି ଆସିଲା। ପ୍ରବଳ ବର୍ଷା ସାଙ୍ଗକୁ ଗୋଡ଼ର ସ୍ୱାଭାବିକ କଷ୍ଟ। ତା ଭିତରେ ବାପା ନେଇ ବସ୍ ପାଖରେ ମୋତେ ଛାଡ଼ିବାକୁ ନେଇଗଲେ। ସାଥିରେ ସେ ମଧ୍ୟ ଯାଇଥିଲେ, କାରଣ ମୋର ଭୁବନେଶ୍ୱର ଯିବାର ଥିଲା। ମା ବାପା ମୁଁ ସମସ୍ତେ ଗଲେ ମିଶିକି। ଏହାପରେ ମୁଁ ବସ୍କୁ ଚାଲିଲି। ବସ୍ର ଜାର୍କିଂ, ବାହାରେ ବର୍ଷାର ଶବ୍ଦ, ମୋ ଭିତରେ ଚାଲିଥିଲା ଗୋଟେ ଅଜଣା ଭୟ। ସେଇ ସବୁ ଭିତରେ ମୁଁ କେତେବେଳେ ହସ୍ପିଟାଲରେ ପହଞ୍ଚିଗଲି ମୁଁ ବି ଜାଣି ବି ପାରିଲି ନାହିଁ। ହସ୍ପିଟାଲ ପହଞ୍ଚିଲା ପରେ ଡାକ୍ତର ରିପୋର୍ଟ ଦେଖିକି ଯେ କଥା କହିଲେ, ତା ଶୁଣି ମୁଁ ପୁଣି ନିସ୍ତବ୍ଧ ହୋଇଗଲି। ଡାକ୍ତର କହିଲେ ପୁଣି ସମସ୍ୟା ଦେଖାଯାଉଛି, ଆଉ ଏକ ଅପରେସନ୍ କରିବା ପାଇଁ ପଡ଼ିବ। ମୁଁ ଜିଲ୍ଲାକୁ ରୋକି ପାରିଲି ନାହିଁ। ହସ୍ପିଟାଲରେ ସେଇ ସିଟ୍ ପାଖରେ ବସିକି ମୁଁ ବୋଇ କାନ୍ଦୁଥାଏ। ମନ ପୁରା ଡିମୋଟିଭେଟ୍ ହୋଇଗଲା। ଭାବିଲି ଭଗବାନ ମୋ ସହ ହିଁ କାହିଁକି ଏମିତି ଖେଳ ଖେଳୁଛନ୍ତି। ପାଠ ପଢ଼ିବା ବୟସରେ ମୁଁ ହସ୍ପିଟାଲ ବେଡ଼୍ରେ ପଡ଼ିଛି, ପୁଣି ଅପରେସନ୍। ଏସବୁ ଭାବି ଭାବି ମୋ ମୁଣ୍ଡ କିଛି କାମ କରୁନଥାଏ। ମୋର ଆଗରୁ ପୁଣି ଅପରେସନ୍ ହେଇଥିଲା। ଭୟ ତ ଲାଗୁଛି, କିନ୍ତୁ ଭଗବାନ ଘର ଲୋକଙ୍କ ଆଶୀର୍ବାଦ ମୋ ଉପରେ ପୁରା ଭରସା ଅଛି। ମୁଁ ଏ ଯୁଦ୍ଧ ନିଶ୍ଚିତ ଜିତିବି। ତାପରେ ମା ଆସି ଗୋଡ଼ରେ ଟିକେ ହାତ ବୁଲିଦେଲେ। ଯେତିକି କଷ୍ଟ ଥିଲା ସବୁ ଲାଘବ ହୋଇଗଲା। ଆଜି ମୁଁ ଏସବୁ ମୋ ଦୁଃଖ କାହାଣୀ ଆପଣମାନଙ୍କୁ ସହାନୁଭୂତି ପାଇଁ କହୁନାହିଁ। ମୁଁ ଏଥିପାଇଁ କହୁଛି କାରଣ ଆଜି ଆପଣମାନଙ୍କ ଭିତରୁ ଅନେକ ଅଛନ୍ତି ଯେଉଁମାନେ ଟିକେ ମୁଣ୍ଡ ବିନ୍ଧିଲେ ବି ଭାବନ୍ତି ମୁଁ ପାରିବିନି, ପଢ଼ିପାରିବିନି, ବାହାନା କରନ୍ତି। କିନ୍ତୁ ମୁଁ ମୋ ଜାଗାକୁ ଆସିକି ଆପଣମାନେ ଦେଖନ୍ତୁ, ଶରୀର ଏତେ କଷ୍ଟ ପରେ ବି ମୁଁ ଚେଷ୍ଟା କରୁଛି ନିଜକୁ ପାଠ ପଢ଼ି ଜିଦ୍ର ସହିତ କିଛି ଗୋଟେ ପ୍ଲେସ୍ରେ ପହଞ୍ଚେଇବି। ମୁଁ ଯଦି ହାର ମାନୁନି, ଆପଣମାନେ କାହିଁକି ହାର ମାନିବେ? ପରୀକ୍ଷା ଖାତା କେତେବେଳେ ବି ରୋଗ ଦେଖିବନି କି ଆପଣଙ୍କ ପରିବାର ଦେଖିବନି, ଆପଣଙ୍କର ଜ୍ଞାନ ପରିଶ୍ରମ ଦେଖିବ। ତେଣୁ ବାହାନା ଛାଡ଼ନ୍ତୁ, ଆଉ ଆଜିଠାରୁ ହିଁ ପଢ଼ା ଆରମ୍ଭ କରନ୍ତୁ।
जदि मो संघर्ष कहानी 1% भी प्रेरणा दे तेबे आज ही निज सह प्रतिज्ञा करंतु जे जीवन में जिते बड़ समस्या आसुचे आपण केबे भी हार मानिबेनी। वीडियोटी केमती लगिला कमेंट जणातु आम प्रार्थना करंतु। धन्यवाद। जय जगन्नाथ। भगवान समस्त मंगल करंतु। समस्ते खुशी रे रुहंतु। रहुछि।